ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ ସୂଚନା ଦେଇଛନ୍ତି ଆୟୁଷ୍ମାନ ଯୋଜନା କେବେରୁ ଲାଗୁ ହେବ। ସେଇଟା ଜାଣିବାକୁ ହେଲେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ ଏବଂ ଚ୍ୟାନେଲରେ ବେଲ୍ ଆଇକନ୍ ଘଣ୍ଟି ବଜାଇବା ନ ଭୁଲିବେ। ୱେଲୱେର ଆଜି ରାଜ୍ୟ ସରକାରଙ୍କ 100 ଦିନ ପୂର୍ତ୍ତି ଉପଲକ୍ଷେ ପୁରୀ ଶରଧାବାଲି ଠାରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ଦୁଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏବଂ ପ୍ରଭାତୀ ପରିଡ଼ାଙ୍କ ଏମନ୍ତ ସମସ୍ତ ମନ୍ତ୍ରିମଣ୍ଡଳର ସଦସ୍ୟ ସଂସଦ ବିଧାୟକଗଣ ଉପସ୍ଥିତ ରହିଛନ୍ତି। ପ୍ରଗତିର ନୂତନ ସୂର୍ଯ୍ୟ ଉଦୟ ଲକ୍ଷ୍ୟ ନେଇ ଆଗାମୀ 2036 ସୁଦ୍ଧା ବିକଶିତ ଓଡ଼ିଶାର ଅଭ୍ୟୁଦୟ ନେଇ ଆଜି ଏହି ବୈଠକ କରାଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ରାଜ୍ୟରେ ଆୟୁଷ୍ମାନ ଯୋଜନା ଲାଗୁ ହେବ। ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ବି ଲାଗୁ ହେବ। ରାଜ୍ୟ ଭିତରେ ଓ ବାହାରେ ସୁବିଧା ଉପଲବ୍ଧ ହେବ। ପୁରୁଷଙ୍କ ପାଇଁ 5 ଓ ମହିଳାଙ୍କ ପାଇଁ 10 ଲକ୍ଷ ଟଙ୍କା ପ୍ରତି ଜିଲ୍ଲାରେ ମେଡିକାଲ କଲେଜ ହେବ। ଛାତ୍ରଛାତ୍ରୀଙ୍କୁ 5,000 ଟଙ୍କା ସହାୟତା ରାଶି ଦିଆଯିବ। ଶରଧାବାଲିରୁ ମୁଖ୍ୟମନ୍ତ୍ରୀ ବିରୋଧୀଙ୍କୁ ଟାର୍ଗେଟ କରି କହିଛନ୍ତି, ବର୍ଷ ବର୍ଷ ଧରି ରାଜ୍ୟର ଲୋକମାନଙ୍କ କଥା ଶୁଣା ଯାଉନଥିଲା। ଆମ ସରକାର ଘରୋଇ ସଂସ୍ଥାର ପ୍ରମାଣପତ୍ର ଲୋଡ଼େ ନାହିଁ। 24 ବର୍ଷ ଅହଙ୍କାରୀ ସରକାରଙ୍କ ପତନ ଘଟିଛି। ଆମ ସରକାର ଲୋକଙ୍କ ସରକାର ନିର୍ବାଚନ ପୂର୍ବରୁ ଦେଇଥିବା ପ୍ରତିଶ୍ରୁତିକୁ ପୂରା କରୁଛି। ଆମ ସରକାର ପ୍ରତିଶ୍ରୁତି ଦେଇଥିଲେ ଦୁର୍ନୀତିଖୋର ବ୍ୟକ୍ତିଙ୍କୁ ଉଚିତ ଦଣ୍ଡ ମିଳିବ, ଯାହା ବର୍ତ୍ତମାନ ରାଜ୍ୟ ସରକାର କରିକି ଦେଖାଇଛନ୍ତି। ଦୁର୍ନୀତିଖୋର ସରକାରୀ ବାବୁଙ୍କ ବିରୋଧରେ 100 ଦିନରେ 71ଟି ମାମଲା ରୁଜୁ ହୋଇଛି। 85 ଜଣ ଗିରଫ ହୋଇଛନ୍ତି।